ବାଲିଝରା ଇନ୍ଦିରା ପାର୍କ ବସ୍ତିରେ ତ୍ରିନାଥ ମହାଦେବଙ୍କ ବାର୍ଷିକ ଉତ୍ସବରେ ନାମଯଜ୍ଞ ଓ ଅଷ୍ଟପ୍ରହରୀ। ପାରାଦୀପ। ବାଲିଝରା ଇନ୍ଦିରା ପାର୍କ ବସ୍ତିରେ ତ୍ରିନାଥ ମହାଦେବଙ୍କ ବାର୍ଷିକ ଉତ୍ସବରେ ନାମଯଜ୍ଞ ଅଷ୍ଟପ୍ରହରୀ ମହାସମାରୋହରେ ପାଳନ କରାଯାଉଥିବା ଦେଖିବାକୁ ମିଳୁଛି। ଏହି ନାମଯଜ୍ଞ ସମାରୋହରେ ବାଲିଝରା ଇନ୍ଦିରା ପାର୍କ ବସ୍ତିର ସମସ୍ତ ଜନସାଧାରଣ ସାମିଲ ହୋଇଥିବା ବେଳେ ଏହି ନାମଯଜ୍ଞ ଅଷ୍ଟପ୍ରହରୀ 3 ଦିନ ଧରି ଚାଲିବାକୁ ଥିବା ଜଣାଯାଇଛି। ଏଥିରେ ବିଭିନ୍ନ ସ୍ଥାନରୁ ପ୍ରାୟ ଏକାଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇ ନାମ ସଂକୀର୍ତ୍ତନ କରୁଥିବା ବେଳେ ବସ୍ତିର ସାରା ପରିବେଶ ହରେ କୃଷ୍ଣ ହରେ ରାମ ଧ୍ୱନିରେ ପ୍ରକମ୍ପିତ ହୋଇଥିବା ଦେଖିବାକୁ ମିଳୁଛି। ଏହି ନାମ ସଂକୀର୍ତ୍ତନରେ ବିଭୋର ହୋଇ ବାଲିଝରା ଇନ୍ଦିରା ପାର୍କ ଅନ୍ତେବାସୀ ସମସ୍ତେ ଆନନ୍ଦିତ ଥିବାବେଳେ ସମସ୍ତଙ୍କ ମୁଖରେ ହରିନାମ ଶୋଭା ପାଉଥିବାରୁ ପରିବେଶଟି ଉତ୍ସବ ମୁଖର ହୋଇଉଠିଛି। ଏହି ଅନୁଷ୍ଠାନ ଦୀର୍ଘ 17 ବର୍ଷ ଧରି ମହା ଆଡ଼ମ୍ବର ସହକାରେ ପାଳନ କରୁଥିବା ପୂଜା କମିଟି ସଭାପତି ପ୍ରକାଶ କରିଛନ୍ତି। ପାରାଦୀପରୁ ପୁରୁଷୋତ୍ତମ ଶତପଥୀଙ୍କ ରିପୋର୍ଟ, କ୍ରାନ୍ତିଧାରା ପ୍ଲସ୍। ଜୟ ରାଧେ। ମୋ ନାଁ ନିକୁଞ୍ଜ କୁମାର ସ୍ୱାଇଁ, ବାଲିଝରା ଇନ୍ଦିରା ପାର୍କ ବସ୍ତି କମିଟି ସଭ୍ୟ। 17 ବର୍ଷ ହେଲା ଅଷ୍ଟପ୍ରହରୀ ଚାଲିଛି। ଅଷ୍ଟପ୍ରହରୀ ନାମଯଜ୍ଞ ଚାଲିଛି ଜଗତ ହିତକାର ନିମନ୍ତେ। ବ୍ୟବସ୍ଥା ଅଷ୍ଟପ୍ରହରୀ ନାମଯଜ୍ଞ ରହିଛି। ଆମ ତ୍ରିନାଥ ମହାଦେବ ଏଠି ଅଛନ୍ତି, ତାଙ୍କର ବାର୍ଷିକ ଅନୁଷ୍ଠାନ। ଆଉ ଲୋକମାନଙ୍କୁ ଶୃଙ୍ଖଳାକୁ ଆଣିବା ପାଇଁ ଏସବୁ ବ୍ୟବସ୍ଥା ଆମେ 17 ବର୍ଷ ହେଲା କରିଆସୁଛୁ। ଲୋକମାନେ ଆମ ପାଖରେ ବହୁତ ଶୃଙ୍ଖଳିତ ମଧ୍ୟ ଅଛନ୍ତି। ସମସ୍ତେ ନାମ ପ୍ରେମରେ ପୁରା ଇଏ ବର୍ତ୍ତମାନ 3 ଦିନ ଚାଲିବ। କାଲି ଶୁଭ ଦିବସ ହେଇଥିଲା, ଆଜି ନାମଯଜ୍ଞ, କାଲି ମହୋତ୍ସବ ହେବ। 3 ଦିନ କାଳ ଚାଲିବ। ଲୋକ ଆମର ପ୍ରଥମରୁ ଶେଷ ପର୍ଯ୍ୟନ୍ତ ମିନିମମ୍ 2500-3000 ଲୋକ ଭଳିଆ ଲୋକ ଖାଆନ୍ତି। ଏଇ ଆମର ମକର ସଂକ୍ରାନ୍ତିରେ ପ୍ରତିବର୍ଷ ଆମର ହୁଏ। 17 ବର୍ଷ କମ୍ପ୍ଲିଟ୍ କଲା। କଳ୍ପତରୁ ଶ୍ରୀ ସଚିନନ୍ଦନ ଆଶ୍ରମର ମୋ ବାବାଜୀ ଚନ୍ଦ୍ରଶେଖର ଦାସ, ମୋର ଗୁରୁ ଶ୍ରୀମତ୍ ବାୟା ବାବା। 17 ବର୍ଷ ଆଜିକୁ କଣ୍ଟିନ୍ୟୁ ହେଉଛି। ଅବତାର ପୁରୁଷ, କଳିର ଅବତାର ପୁରୁଷ ଗୌରାଙ୍ଗ ମହାପ୍ରଭୁ 2 ଅଙ୍ଗ ନେଇ ଏ ଧରପୃଷ୍ଠକୁ ଆସିଛନ୍ତି। ତାଙ୍କର ମୁଖ୍ୟ ଥିଲା ନାମ ପ୍ରଚାର କରିବା, ନାମ ଭଜନ କରିବା, କଳିରୁ ଉଦ୍ଧାର ହେବା। ଏଇଟା 17 ବର୍ଷ ହେଲାଣି। ଏଠି ନାମଯଜ୍ଞ ସହିତ ଘୃତଯଜ୍ଞ ହେଉଛି, ଅଖଣ୍ଡ ଯେଉଁଟା କୁହାଯାଉଛି ଘୃତଯଜ୍ଞ, ଏବଂ ଆତ୍ମା ଯଜ୍ଞ ହେଉଛି। ଏଇଟା ଅଷ୍ଟମ ପ୍ରହରୀ। ହଁ, ଖାଇବା ବ୍ୟବସ୍ଥା ଇନ୍ଦିରା ପାର୍କର ଗ୍ରାମବାସୀ ବୃନ୍ଦ ସମସ୍ତେ କରନ୍ତି। ଏଇ ଇନ୍ଦିରା ପାର୍କ ବସ୍ତିର ଜଣେ ବ୍ୟକ୍ତି, ତେଣୁ ମୁଁ ଏଠି ମଧ୍ୟ ବସ୍ତିର ପ୍ରେସିଡେଣ୍ଟ ଏବଂ ଏ ପୂଜା କମିଟିର ଅଷ୍ଟମ ପ୍ରହରର ପ୍ରେସିଡେଣ୍ଟ ଅଛି। ଏବଂ ମୋର ଏ ଯେଉଁ ଗ୍ରାମବାସୀର ଭାଇମାନଙ୍କୁ ନେଇ ପ୍ରତିବର୍ଷ ଏଇ ମକର ସଂକ୍ରାନ୍ତି କି ଆମେ ବୈଠକ କରି ଅନୁଷ୍ଠାନଟିକୁ କରୁ। ଇଏ 3 ଦିନ ବର୍ତ୍ତମାନ ଚାଲେ। ଏହି ଅଷ୍ଟମ ପ୍ରହରରେ ବିଭିନ୍ନ ପ୍ରକାର ସଂକୀର୍ତ୍ତନ ମଣ୍ଡଳୀ ବିଭିନ୍ନ ପ୍ରକାର ଜାଗାରୁ ଆସନ୍ତି ଏବଂ ଅଧିବାସ ମଣ୍ଡଳୀ ମଧ୍ୟ ଆସନ୍ତି। 3 ଦିନ ସମାରୋହ ହୁଏ। ଇଏ ଏରସମା, ପିପଳ, ଫତେପୁର, ଏମିତି ବିଭିନ୍ନ ପ୍ରକାର ଜାଗାରୁ ଏଇଠୁ ଆସିଥାନ୍ତି। 5 ଅଧିବାସୀ ମଣ୍ଡଳ ନେଇକରି 5 ଏମାନେ ଆସନ୍ତି ଏବଂ ଆମେ ସମସ୍ତେ ପରସ୍ପର ମଧ୍ୟରେ ସହଯୋଗ କରୁ। ଆମ ମଧ୍ୟରେ ମଧ୍ୟ ଏକତା ରହିଛି ଏବଂ ଚାନ୍ଦା ଭେଦା କରିକି ଆମେ ଏ ଅନୁଷ୍ଠାନକୁ ଗଢ଼ି ଆସୁଛୁ। ଆଜିକି 17 ବର୍ଷ ହେଲାଣି ଚାଲିଛି। ମୁଁ ଇନ୍ଦିରା ପାର୍କ ବସ୍ତି ବାସିନ୍ଦା। ଏଠାରେ ଆମେ ଅନୁଷ୍ଠାନ ଦୀର୍ଘ 17 ବର୍ଷ ହେଲା ଦୁଃଖେ ସୁଖେ କରି ଚାଲୁ। ବର୍ତ୍ତମାନ ଠାକୁରଙ୍କର ଯେତେ ଆମକୁ ଆଶୀର୍ବାଦ ହେଉଛି ସେ ହିସାବରେ ଆଜ୍ଞା ଚାଲିଛି ଅନୁଷ୍ଠାନ। 3 ଦିନ କାଳ ଏଠି ଆମର ଅହରାତ୍ରି ଆମେ ପଡ଼ି ରହୁ। ଏଠି ଛୁଆ ପିଲା ସମସ୍ତେ ଭଲ ମନ୍ଦ ପ୍ରସାଦ ସେବନ କରନ୍ତି। ତେଣୁ ଠାକୁରଙ୍କ ଦୟାରେ ଚାଲିଛି ଏମିତି, ଆଉ ଆଗାମୀ ଚାଲିଥିବ। ଆଉ ଆମର ଏତିକି ଦୟା। ଆଉ ଆଜ୍ଞା ଇଏ ତ ଆମର ବସ୍ତି, ଆମେ ଅଛୁ 77 ମେମ୍ବର ଇନ୍ଦିରା ପାର୍କରେ। 77 ମେମ୍ବର ହିସାବରେ ଆମେ ଚାନ୍ଦା କରିବୁ। ଆମେ ଦେଖୁ 2 ଲକ୍ଷ ଖର୍ଚ୍ଚ ହେବ, ତେଣୁ ତାର ଆମାଉଣ୍ଟ ହିସାବ ରଖିବୁ, ଏତିକି ପଇସା ଖର୍ଚ୍ଚ ହେବ।
तेणु ये पैसाटा आम भितर आम बांटी देऊ एति पैसा आज्ञा चांदा हे तेणु समस्त आम मीटिंग साहाଯ୍ୟରେ कमिटी माध्यम जन दिव तेणु समस्ते दे दिखते आम हिसाब से अनुष्ठान करुँ आज्ञा।